ମ୍ୟାଥ ରେ କାଲକୁଲେସନ ସ୍ପିଡ ଯଦି ବଢେଇବାକୁ ଚାହୁଁଛ ତାହେଲେ 1 ରୁ 25 ପର୍ଯ୍ୟନ୍ତ ସ୍କୋୟାର ମୁହଁରେ ମୁଖସ୍ଥ କରିକି ରଖିବ। ଯଦି ମନେ ନାହିଁ ମୁଁ ତମକୁ ଗୋଟେ ବଢିଆ ଟ୍ରିକ୍ ଶିଖେଇ ଦଉଛି, ତମେ 1 ରୁ 25 ପର୍ଯ୍ୟନ୍ତ ସ୍କୋୟାର ଅତି ସହଜରେ ମନେ ରଖିପାରିବ। ଟ୍ରିକ୍ ଦେଖ, 1 ରୁ 10 ଯାଏଁ ସ୍କୋୟାର ତ ସମସ୍ତେ ଜାଣିଥିବ। 1 ର ସ୍କୋୟାର 1, 2 ର ସ୍କୋୟାର 4, 3 ର ସ୍କୋୟାର 9, 4 ର ସ୍କୋୟାର 16, 5 ର ସ୍କୋୟାର 25, 6 ର ସ୍କୋୟାର 36, 7 ର ସ୍କୋୟାର 49, 8 ର ସ୍କୋୟାର 64, 9 ର ସ୍କୋୟାର 81, 10 ର ସ୍କୋୟାର 100। ଏତିକି ତ ସମସ୍ତେ ଜାଣିଥିବ। 11 ରୁ ଶିଖିବା। 11 ର ସ୍କୋୟାର ନା 11 ଟା 10 ଠାରୁ କେତେ ଅଧିକା? 1 ଅଧିକା। ଆଗେ 1 ରେ ସ୍କୋୟାର লিখଦବ। 1 ର ସ୍କୋୟାର କେତେ? 1। 11 ଟା 10 ଠାରୁ যেহেতু 1 ଅଧିକା, 11 ଆଉ 1 ମିଶେଇକି ଏଠି 12 লিখଦବ। ହେଇଗଲା ଆନ୍ସର 121। ସେମିତି 12 ର ସ୍କୋୟାର, ଆଗେ 2 ର ସ୍କୋୟାର লিখଦବ 4। 12 ଟା 10 ରୁ କେତେ ଅଧିକା? 2 ଅଧିକା। 12 ରେ 2 ମିଶେଇ ଦବ 14। 13 ର ସ୍କୋୟାର, ଆଗେ 3 ର ସ୍କୋୟାର କରିଦବା। 3 ର ସ୍କୋୟାର କେତେ? 9। 13 ଟା 10 ରୁ କେତେ ଅଧିକା? 3 ଅଧିକା। 13 ରେ ଆଉ 3 ମିଶେଇ ଦବା 16। ସେମିତି 14 ର ସ୍କୋୟାର କଲେ ଆଗେ 4 ର ସ୍କୋୟାର লিখଦବା 16। 6 ରଖିକି 1 ଟା ତଳେ କ୍ୟାରି କରିବ। 14 ରେ 4 ମିଶେଇବ, କାରଣ 10 ଠାରୁ 14 4 ଅଧିକା। 14 ରେ 4 ମିଶେଇଲେ ହବ 18। ତାହେଲେ 196 ହେଇଯିବ ଆମର ଆନ୍ସର। ବର୍ତ୍ତମାନ 15 ର ସ୍କୋୟାର, 5 ର ସ୍କୋୟାର 25 ରୁ 5 ରଖିକି 2 କ୍ୟାରି ଦେବ। ବର୍ତ୍ତମାନ 10 ରୁ 15 5 ଅଧିକା, 15 ରେ ଆଉ 5 ମିଶେଇବ କେତେ? 20। ତାହେଲେ 225 ହେଇଯିବ ଆନ୍ସର। ମିଶେଇ ଦବ ଦୁଇଟା। ବର୍ତ୍ତମାନ 16 ର ସ୍କୋୟାର, 6 ର ସ୍କୋୟାର 26 ରୁ 6 ରଖି 3 କ୍ୟାରି ନେଲା। 16 ରେ 6 ମିଶେଇବ 22। ତାହେଲେ 256। ଏମିତି କାଲକୁଲେସନ କରିପାରିବ। କିନ୍ତୁ ମନେ ରଖିବ, ଯେତେବେଳେ 20 ର ସ୍କୋୟାର ସମସ୍ତେ ଜାଣିଛ 400। ଯଦି 21 ର ସ୍କୋୟାର ପଚାରିଥିବ, ଦେଖ 1 ର ସ୍କୋୟାର ଆଗେ 1 লিখଦବ। 21 ଟା 20 ରୁ କେତେ ଅଧିକା? 1 ଅଧିକା। 21 ରେ ଆଉ 1 ମିଶେଇ ଦବ 22 ହେଇଯିବ। କିନ୍ତୁ 22 ର 2 ଗୁଣ କରିବ, 44 କରିବ। କାହିଁକି 22 ର 2 ଗୁଣ କରିବ? ଆମେ ପ୍ରଥମେ ବେସ୍ 10 ନେଇଥିଲେ, 10 ଠାରୁ 20 2 ଗୁଣ ଯେହେତୁ ବଢୁଛି, ସେଥିପାଇଁ 22 ର 2 ଗୁଣ କରିକି 44 ଲେଖିବ। ସେମିତି ଏଠି 22 ର ସ୍କୋୟାର, ଆଗେ 2 ର ସ୍କୋୟାର 4 লিখଦେଲ। 22 ଟା 20 ରୁ କେତେ ଅଧିକା? 2 ଅଧିକା। 22 ରେ 2 ମିଶେଇ ଦବ 24। 24 ର 2 ଗୁଣ କରିଦବ 48। ଏମିତି ତମେ ଆନ୍ସର ବାହାର କରିଦେଇ ପାରିବ ଅତି ସହଜ।